ଏକ ଲମ୍ବା ଦାଢ଼ି ଥିବା ଲୋକ ମହମବତୀର ଆଲୁଅରେ ବସି ବହି ପଢୁଥିଲା। ସେ ବହିରେ ଲେଖା ହେଇଥିଲା, ଯେଉଁମାନଙ୍କର ଲମ୍ବା ଦାଢ଼ି ଥାଏ ସେଇମାନେ ହେଉଛନ୍ତି ପ୍ରକୃତ ମୂର୍ଖ। ଆଚ୍ଛା, ଏମିତି କଥା। ତାହେଲେ ଲମ୍ବା ଦାଢ଼ି ଥିବା ଲୋକମାନେ ମୂର୍ଖ? ଆରେ ମୁଁ ତ ମୂର୍ଖ ନୁହଁ, ବରଂ ମୁଁ ତ ଚାହୁଁଥିଲି ଲମ୍ବା ଦାଢ଼ି ରଖିଲେ ମୋତେ ଲୋକମାନେ ସାଧୁ ସନ୍ଥ ଭାବିବେ। କିନ୍ତୁ ଏ ବହିରେ ତ କିଛି ଅଲଗା ଲେଖା ହେଇଛି। ନା 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 ନା, ତା ମାନେ ଦାଢ଼ିଟାକୁ ହଟେଇବା ପାଇଁ ପଡିବ। କଣ କରିକି ଦାଢ଼ିଟାକୁ ହଟେଇବି? ହଁ, ଶଳା ନିଆଁ ଲଗେଇଦେ। ଆଉ ତାପରେ ସେଇ ଦାଢ଼ିଆ ଲୋକଟି ତାର ଦାଢ଼ିକୁ ହଟେଇବା ପାଇଁ ନିଜ ଦାଢ଼ିକୁ ଦୁଇ ହାତରେ ଧରିଲା, ଆଉ ପାଖରେ ଜଳୁଥିବା ମହମବତୀ ଉପରେ ଦେଖାଇଲା। ସିଏ କିଛି ଭାବିବା ପୂର୍ବରୁ ତାହାର ଦାଢ଼ିରେ ନିଆଁ ଲାଗିଗଲା, ଆଉ ଦାଢ଼ି ସମ୍ପୂର୍ଣ୍ଣ ଜଳିଗଲା, ଆଉ ନିଆଁର କିଛି ଅଂଶ ମୁଣ୍ଡକୁ ବି ଚଢ଼ିଗଲା। ମୋ ମୁଣ୍ଡରେ ନିଆଁ ଲାଗିଗଲା, ଏ ବଞ୍ଚାଅ, ମୋ ମୁଣ୍ଡରେ ନିଆଁ ଲାଗିଗଲା, ମୋ ଚୁଟି ଜଳିଗଲା, ମତେ ବଞ୍ଚାଅ, ମୋ ମୁଣ୍ଡରେ ନିଆଁ ଲାଗିଗଲା। ଲୋକଟି ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିଲା, ଆଉ ତାର ବିକଟାଳ ଚିତ୍କାର ଶୁଣି ପଡୋଶୀ ମାନେ କଣ ହେଇଛି ଜାଣିବା ପାଇଁ ଧାଇଁ ଆସିଲେ, ଆଉ ସେ ତା ଘରେ ପହଞ୍ଚି ଦେଖିଲେ ଲୋକଟିର ଏପରି ଅବସ୍ଥା। କଣ ହେଲା କି ରେ? କଣ? ଯାହା ହବାର ଥିଲା ତାହା ହେଇଗଲା। ଓହ, ଚୁଟି ଦାଢ଼ି ତ ସବୁ ଜଳିଗଲା। ମୁଁ ଗୋଟେ ବହିରେ ପଢିଥିଲି ଯେ ଲମ୍ବା ଦାଢ଼ି ଥିବା ମୂର୍ଖ, ଆଉ ଏବେ ମୁଁ ଜାଣିଲି ମୁଁ କୋଉ ମୂର୍ଖଠୁ ବି କମ ନୁହେଁ। ବାପ, ଏଥିରୁ ଆମେ ଏହା ଶିଖିଲେ ଯେ ବେଶ ବଦଳେଇ ଦେଲେ ମୂର୍ଖ କେବେ ପଣ୍ଡିତ ହେଇଯାଏନି।